ଆଜ୍ଞା 23ତମ କିସ୍ତି 20 ଜୁନ୍ 2026ରେ ଦିଆଗଲା ଚାଷୀମାନଙ୍କୁ। କିନ୍ତୁ ଦୁଃଖଦର କଥା ଆଜ୍ଞା ଏଠାରେ କୁହାଯାଉଛି ଯେ ଅନେକ ଚାଷୀଙ୍କୁ ଟଙ୍କା ମିଳିପାରିଲା ନାହିଁ। ଆଉ ମୁଁ ଯେଉଁ ଲିଷ୍ଟ କଥା କହୁଛି ଆଜ୍ଞା, ସେ ଲିଷ୍ଟରେ ଆପଣଙ୍କର ନାଁ ଯଦି ଥିବ, ଆଗାମୀ ଯେଉଁ 24ତମ କିସ୍ତି ନଭେମ୍ବର ମାସରେ ଦିଆଯିବ ବୋଲି ଆଶା କରାଯାଉଛି, ସେଇଥିରେ ଆପଣମାନଙ୍କୁ ଟଙ୍କାଟି ମିଳିଯିବ। ଆପଣଙ୍କୁ କ'ଣ ପଦକ୍ଷେପ ନେବାକୁ ପଡ଼ିବ ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ କହିବି। ଆପଣ ଘରେ ଥାଇ ତାହା କରିପାରିବେ, କିମ୍ବା ଆପଣମାନଙ୍କୁ କାହା ପାଖକୁ ଯିବାକୁ ପଡ଼ିବ, କିମ୍ବା CSC ସେଣ୍ଟର ଯିବାକୁ ପଡ଼ିବ ନା ନାହିଁ, ସେ ବିଷୟରେ ମଧ୍ୟ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ କହିବି। ଦେଖନ୍ତୁ, ଏଇ କାମଟି ଆପଣମାନଙ୍କୁ ବର୍ଷକ ଥରେ କରିବାକୁ ପଡ଼ିବ। ଏଇ କାମଟି ଯଦି ଆପଣମାନେ କରୁନାହାନ୍ତି, ଆଜି ଯେଉଁ କଥାଟି ମୁଁ କହିବି, ଆଜି ଯେଉଁ ଭିଡ଼ିଓରେ ମୁଁ କହିବି, ଆପଣମାନଙ୍କୁ ଭଲ ଭାବରେ ବୁଝେଇଦେବି। ସେଇ ଜିନିଷଟି ଆପଣମାନେ ଯଦି ବର୍ଷକ ଥରେ ଯଦି କରିଦେଉଛନ୍ତି, ଆପଣଙ୍କୁ ଟଙ୍କା ମିଳିବାରେ ଆଉ କେହି ଅଟକେଇ ପାରିବେ ନାହିଁ। ତେଣୁକରି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଶେଷ ପର୍ଯ୍ୟନ୍ତ ଦେଖିବେ। ଆମରି ଚ୍ୟାନେଲରେ ଏହିପରି ଭିଡ଼ିଓ ଗୁଡ଼ାକ ଦେଖିବା ପାଇଁ ଆଜ୍ଞା ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ଭଲ ଲାଗିଲେ କରିବେ, ହେଲେ ମୁଁ ଆପଣମାନଙ୍କୁ ଜବରଦସ୍ତି କିଛି କରୁ ନାହିଁ। ଦେଖନ୍ତୁ, ଭିଡ଼ିଓଟିକୁ ଦେଖନ୍ତୁ, ଆପଣମାନେ ଜାଣିପାରିବେ ଯେ ଏକ୍ଜାକ୍ଟଲି ଆପଣମାନଙ୍କୁ ଦେଖନ୍ତୁ 23ତମ କିସ୍ତିଟା କାହିଁକି ମିଳିଲା ନାହିଁ, ଆଉ 24ତମ କିସ୍ତି କେଉଁ ଲିଷ୍ଟରେ ନାମ ଥିଲେ ତାହା ମିଳିବ ନା ନାହିଁ, ସେ ବିଷୟରେ ମୁଁ ଆପଣମାନଙ୍କୁ କହି ରଖିବି। ଯେ ଦେଖନ୍ତୁ ଆଜ୍ଞା, ସରକାର ଗୋଟିଏ ନୂଆ ଆଇନ ବାହାର କରିଛନ୍ତି। ନୂଆ ଆଇନଟା କ'ଣ ଆଜ୍ଞା, ଯେ ଅନେକ ଲୋକ ମରିଥାଇ ଯିବା ସତ୍ତ୍ୱେ ମଧ୍ୟ ତାଙ୍କୁ ଆଜ୍ଞା ଟଙ୍କା ମିଳୁଛି। ମରିଯିବା ସତ୍ତ୍ୱେ ମଧ୍ୟ ଯେହେତୁ ତାଙ୍କୁ ଟଙ୍କା ମିଳୁଛି, ତ ସରକାର କେମିତି ଜାଣିବେ ଯେ ଏଇ ଲୋକଟି ବା ଏଇ ଶାଳଗ୍ରାମ ଗାଁର ଲୋକଟି ମରିଗଲାଣି କି ବଞ୍ଚିକି ସେ ପଇସା ନେଉଛି, ସରକାର ଜାଣିବେ କେମିତି? ତ ସରକାର କ'ଣ ବାହାର କରିଦେଲେ ଆଜ୍ଞା, ଇ-KYC ଅର୍ଥାତ୍ ଆପଣମାନଙ୍କୁ ଟିପ ଚିହ୍ନ ଦେବାକୁ ପଡ଼ିବ, ନହେଲେ OTP ଦେବାକୁ ପଡ଼ିବ। ଆପଣମାନଙ୍କୁ ଏଠାରେ ଉପସ୍ଥିତ ରହିକି ଆପଣମାନଙ୍କୁ ସେ କାର୍ଯ୍ୟଟି କରାଇବାକୁ ପଡ଼ିବ। ତ ଆପଣମାନେ ଯଦି ଜୀବିତ ଥିବେ ତ ସେ ଜିନିଷଟି କରିବେ ନା। ଆପଣମାନେ ଯଦି ଜୀବିତ ନଥିବେ ସେ ଜିନିଷଟାକୁ କେମିତି କରାଇବେ? ତ ତାକୁ କୁହାଯାଉଛି ଇ-KYC। ବୁଝିପାରୁଛନ୍ତି? ତ ଆପଣମାନେ ଯଦି ଇ-KYC ବର୍ଷକ ଥରେ ନ କରିବେ, ତାହେଲେ ଆପଣମାନଙ୍କୁ ଟଙ୍କାଟି ମିଳିବ ନାହିଁ। ତ ଇ-KYC କେମିତି କ'ଣ କରିବେ, ଚାଲନ୍ତୁ ମୁଁ ପ୍ରଥମେ ଆପଣମାନଙ୍କୁ ସମସ୍ତଙ୍କୁ ଭିଡ଼ିଓଟି ଦେଖାଇ ଦେଉଛି, ତାପରେ ଆପଣମାନଙ୍କୁ ମୁଁ ଭଲ ଭାବରେ ବୁଝେଇଦେବି। ସମୃଦ୍ଧି ଦିଦି, PM କିଷାନ କିସ୍ତି ପାଇବା ପାଇଁ କ'ଣ କରିବି କହିଲ? ତୁରନ୍ତ pmkisan.gov.in ପୋର୍ଟାଲରେ ନିଜ ହିତାଧିକାରୀ ଇ-KYC ଯାଞ୍ଚ କରାଇ ନିଅ। PM କିଷାନ ହିତାଧିକାରୀଙ୍କ ପାଇଁ ବାର୍ଷିକ ଇ-KYC ବାଧ୍ୟତାମୂଳକ ଅଟେ। ଏହା ଆପଣଙ୍କ ନିକଟସ୍ଥ CSCରେ pmkisan.gov.in ରେ କରିପାରିବେ। ଚାଷୀ ନିଜେ PM କିଷାନ ଆପ୍ଲିକେସନ ପ୍ଲେ ଷ୍ଟୋରରୁ ଡାଉନଲୋଡ କରି ଇ-KYC କରିପାରିବେ, କିମ୍ବା ଆପଣଙ୍କ ନିକଟସ୍ଥ ଭିଲେଜ ନୋଡାଲ ଅଫିସରଙ୍କ ମାଧ୍ୟମରେ ମଧ୍ୟ କରିପାରିବେ। ଆଉ କିଛି? ପୋର୍ଟାଲରେ ତମ ଚାଷ ଜମି ବାବଦରେ ତଥ୍ୟ ନଥିଲେ ତୁରନ୍ତ ଆଗ୍ରିଷ୍ଟାକ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ID କରେଇ ନବ। ଯାଉଛି। ଆଉ ଶୁଣ, ହଁ, କିସ୍ତି ଟଙ୍କା ସିଧାସଳଖ ବ୍ୟାଙ୍କ ଖାତାକୁ ଆସିବା ପାଇଁ ଆଧାର କାର୍ଡ ସଂଯୋଗ ହେଇଛି କି ନାହିଁ ଦେଖ। ବ୍ୟାଙ୍କରେ DBT ସକ୍ରିୟ କରିବା ପାଇଁ ଅନୁରୋଧ କର। MPCI ମ୍ୟାପିଂ ଫର୍ମ ପୂରଣ କରି ବ୍ୟାଙ୍କରେ ଦାଖଲ କରିବ। ଜାଣି ରଖ, ଏସବୁ ପ୍ରକ୍ରିୟା ସମସ୍ତ ହିତାଧିକାରୀଙ୍କ ପାଇଁ ବାଧ୍ୟତାମୂଳକ ଅଟେ। ଆସନ୍ତା PM କିଷାନ କିସ୍ତି ପାଇବା ପାଇଁ ହିତାଧିକାରୀମାନେ ଯଥାଶୀଘ୍ର pmkisan.gov.in ପୋର୍ଟାଲରେ ଆବଶ୍ୟକୀୟ ଯାଞ୍ଚ କରି ନିଅନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 ସହ କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ। ଯେ ଆପଣମାନେ ଭିଡ଼ିଓଟିକୁ ଦେଖିଲେ ଜାଣିପାରିଲେ ଯେ ଏକ୍ଜାକ୍ଟଲି ଆଜ୍ଞା ଆମେମାନେ ବର୍ଷକେ ଥରେ ଇ-KYC କରିବା ବାଧ୍ୟତାମୂଳକ, ଯାହାକି ସେଥିରୁ ଜଣାପଡ଼ିଯିବ ଯେ ଲୋକଟା ବଞ୍ଚିଛି ଆଉ ସେ ଟଙ୍କା ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ଅଟେ। ଆଚ୍ଛା ଦେଖନ୍ତୁ, ଆପଣଙ୍କୁ ଯେଉଁ ଟଙ୍କାଟି ମିଳିଲା ନାହିଁ, ଦେଖନ୍ତୁ ତାର ଦୁଇଟି ରିଜନ୍ ହେଇଥାଇପାରେ। ଗୋଟେ ତ ହେଲା ଆପଣଙ୍କର KYC ଠିକ୍ ନାହିଁ ଆଜ୍ଞା, ଠିକ୍ ଅଛି, ଓକେ, ଏଇଟା ଗୋଟେ ରିଜନ୍। 2 ନମ୍ବର ରିଜନ୍ ହେଲା ଆଜ୍ଞା ଏଗ୍ରିଷ୍ଟାକ। ଏବେ ସରକାର କ'ଣ କରିଛନ୍ତି, ଏଗ୍ରିଷ୍ଟାକ ଯାହା ନାଁରେ ଜମି ଅଛି ସେ ହିଁ ଆବେଦନ କରିପାରିବ ବା ଆବେଦନ କରିପାରିବ ଏଗ୍ରିଷ୍ଟାକ ବା ଆମର କୃଷକ ID ବୋଲିକି ମଧ୍ୟ କୁହାଯାଉଛି, ବା କୃଷକ ପଞ୍ଜୀକରଣ। ସେଇ ID ନଥିଲେ ଆପଣମାନଙ୍କୁ ଟଙ୍କା ମିଳୁନାହିଁ। 3 ନମ୍ବର ଜିନିଷ ଆଜ୍ଞା, ଯେପରି ଏଠାରେ ଭିଡ଼ିଓରେ କୁହାଗଲା, ଆପଣମାନେ ଜାଣିଥିବେ ଯେ ଆମର ଆଧାର ଲିଙ୍କ ଆକାଉଣ୍ଟରେ ରହିଥିବା ନିହାତି ଆବଶ୍ୟକ। ତା ସହିତ ଆମର DBTଟା ଲିଙ୍କ ଥିବା ଜରୁରୀ ଅଟେ। ଏଇ ଜିନିଷ ଯଦି ଏତକ ଠିକ୍ ଠାକ୍ ଅଛି ଆପଣଙ୍କୁ ଟଙ୍କା ନିହାତି ଆଜ୍ଞା ମିଳିଯିବ। ଆସନ୍ତା ଯେଉଁ ନଭେମ୍ବର ମାସରେ ଟଙ୍କା ଦିଆଯିବ ବୋଲି ଆକଳନ କରାଯାଉଛି, ବା
ଆସିବାର ସମ୍ଭାବନା ଯେଉଁ ରହିଛି ସେଇଥିରେ ଆପଣମାନଙ୍କୁ ଟଙ୍କା ମିଳିବ। ଏଇ କଥା ମୁଁ କାହିଁକି କହୁଛି ଯେ ପ୍ରତ୍ୟେକ 3 ମାସରେ ଥରେ ସରକାର ଏଠାରେ 2000 ଟଙ୍କା ଆପଣମାନଙ୍କୁ ଦେଉଛନ୍ତି। 3 ମାସ 4 ମାସରେ ଥରେ, ତ ତାହା ଟୋଟାଲ ଆପଣମାନଙ୍କୁ ବର୍ଷକ 6000 ଟଙ୍କା ମିଳୁଛି। ତ ଏଇ 6000 ଟଙ୍କା ଆପଣମାନେ ହାତଛଡ଼ା କରିବେ କାହିଁକି ଆଜ୍ଞା? ତ ତେଣୁକରି ଆପଣମାନେ ସମସ୍ତେ ଆପ୍ଲାଏ କରନ୍ତୁ, ନିହାତି ଭାବରେ ଆପଣମାନଙ୍କୁ ଟଙ୍କାଟି ମିଳିବ। ତ ଏତିକି ଜିନିଷ ଯଦି ଆପଣମାନେ କରିଦେବେ, ନିଜର KYC କରିଦେବେ, ଏଇଟା କେଉଁଠି କରିବେ ଆଜ୍ଞା? ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ନିହାତି ଭାବରେ। ମୁଁ ଆଉ ଗୋଟେ ଜିନିଷ କହିବା ପାଇଁ ଭୁଲି ଯାଇଛି ଯେ ଆପଣଙ୍କର ଯେଉଁ PM କିଷାନ KYC ପେଣ୍ଡିଂ ରହିଛି, ସେ ଲିଷ୍ଟଟା ଆପଣମାନେ କେଉଁଠି ପାଇବେ? ସେ ଲିଷ୍ଟଟା ପାଇବେ ଆଜ୍ଞା ଆପଣମାନେ VAW ପାଖରେ, ଭିଲେଜ ନୋଡାଲ ଅଫିସର ପାଖରେ ପାଇବେ, ନହେଲେ VAW ଯେଉଁଟାକି ଭିଲେଜ ଏଗ୍ରିକଲଚର ୱାର୍କର, ତା ପାଖରେ ମଧ୍ୟ ଆପଣମାନେ ପାଇପାରିବେ। ତ ଆମର ଭିଲେଜ ନୋଡାଲ ଅଫିସର ପାଖରେ ମଧ୍ୟ ପାଇପାରିବେ, ସେଇଟା ଏକା କ୍ୟାଟେଗୋରୀରେ ସେମାନେ ଅଟନ୍ତି। ତ ଏମାନଙ୍କ ପାଖରେ ଆପଣଙ୍କର ଲିଷ୍ଟ ଥିବ, ଯେଉଁ ଲିଷ୍ଟରେ କି ଆପଣଙ୍କର KYC ହେଇଛି ନା ନାହିଁ, ପେଣ୍ଡିଂ ଅଛି ନା ନାହିଁ ତାହା ଜଣାପଡ଼ିବ। ନହେଲେ ଆପଣମାନେ ନୋ ୟୋର KYC ଷ୍ଟାଟସରେ କ୍ଲିକ୍ କରିକି ମଧ୍ୟ କରିପାରିବେ। ଏଇଥିରେ କେମିତି କରିବେ ମୁଁ ଆପଣମାନଙ୍କ ସମସ୍ତଙ୍କୁ ଭିଡ଼ିଓ ନେଇକି ଆସିବି। ତେଣୁକରି ଆମ ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବ୍ କରିକି ରଖିଥାନ୍ତୁ। ପୁଣି ଦେଖାବା ଆଉ ଗୋଟେ ନୂଆ ଭିଡ଼ିଓରେ ଆଜ୍ଞା। ସେ ପର୍ଯ୍ୟନ୍ତ ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖିଥାନ୍ତୁ। ଏହିପରି ଇମ୍ପୋର୍ଟାଣ୍ଟ ଭିଡ଼ିଓ ଗୁଡ଼ାକ ଆପଣମାନଙ୍କ ପାଇଁ ନେଇକି ଆସିବି। ଯଦି ଆପଣମାନେ KYC କରିଦେଉଛନ୍ତି, ଏଇ ଜିନିଷ ସବୁ କରିଦେଉଛନ୍ତି, ତାହେଲେ ଆପଣଙ୍କର କ'ଣ ହେବ ନା, ଯେଉଁ ନଭେମ୍ବରରେ ଟଙ୍କା ଦିଆଯିବ ସେଇଥିରେ ମିଳିଯିବ। ବୁଝିପାରିଲେ? ଡେସ୍କ୍ରିପସନ୍ରେ ଆମର ରହିଛି ଟେଲିଗ୍ରାମ ଗ୍ରୁପ୍ର ଲିଙ୍କ୍ ରହିଛି, ସେଠାରେ ଆପଣମାନେ ଜଏନ୍ କରନ୍ତୁ। ଆପଣମାନେ ମେସେଜ୍ କରିପାରିବେ ସମ୍ପୂର୍ଣ୍ଣ ଧାରଣା ଡିଟେଲ୍ସ ପାଇବା ପାଇଁ। ପୁଣି ଦେଖା ପାଉ ଏକ ସୁନ୍ଦର ଭିଡ଼ିଓ। ସେ ସମୟ ପର୍ଯ୍ୟନ୍ତ ଆପଣମାନେ ମୋତେ ବିଦାୟ ଦିଅନ୍ତୁ। ଧନ୍ୟବାଦ ଆଜ୍ଞା।